ରାଜପଥରେ ଜାଳିଦେଲେ ଗୋରୁ ବୋଝାଇ ପିକଅପ୍ ଭ୍ୟାନ୍। ଗୋରକ୍ଷକମାନେ ଗୋମାତାଙ୍କୁ ଉଦ୍ଧାର କଲା ପରେ ଭ୍ୟାନ୍କୁ ଜଳାଇ ଦେଇଥିବା କୁହାଯାଉଛି। 16 ନମ୍ବର ଜାତୀୟ ରାଜପଥ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନଳାଙ୍କ ଛକ ନିକଟରେ ପେଟ୍ରୋଲ ପମ୍ପ ପାଖରେ ଘଟିଛି ଏହି ଘଟଣା। ସୂଚନା ମୁତାବକ ଏକ ପିକଅପ୍ ଭ୍ୟାନ୍ ଗାଡ଼ିରେ 14ଟି ଗୋରୁ ବେଆଇନ ଭାବେ ଆସୁଥିବା ସୂଚନା ପାଇ ସ୍ଥାନୀୟ କିଛି ଯୁବକ ଜଗି ରହିଥିଲେ। ଜାତୀୟ ରାଜପଥ ନଳାଙ୍କ ପାଖରେ ଯୁବକମାନେ ଗାଡ଼ିକୁ ଅଟକାଇଥିଲେ। ଡ୍ରାଇଭର ଗାଡ଼ି ଛାଡ଼ି ଚମ୍ପଟ ମାରିଥିଲେ। ଯୁବକମାନେ ଗୋରୁମାନଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଥିଲେ। ପରେ କିଛି ଯୁବକ ଉତ୍ତ୍ୟକ୍ତ ହୋଇ ଗାଡ଼ିରେ ନିଆଁ ଲଗାଇ ଦେଇଥିବା କୁହାଯାଉଛି। ଖବର ପାଇ ଫାୟାର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣାର ତଦନ୍ତ କରୁଛି।